ଭାଇ ଆଜି ଘରକୁ ଆସିଥିଲା। ମୁଁ ବାପାଙ୍କୁ କହିଲି ବାପା ଏଇ ସପ୍ତାହରେ ସେ ନ ଆସୁ। ବାପା ମନା କଲେ ନା ନା ସେ ସପ୍ତାହରେ ଯେମିତି ହେଲେ ଆସିବ, ମୋ ପାଇଁ ମେଡିସିନ ଆଣିବ। ବୋଉ ଥିଲାବେଳେ ସବୁବେଳେ ପୁଅ ପୋଉଥିଲା, ବାପାଙ୍କର ବି ସବୁବେଳେ ବାପା ପୁଅ ପୁଅ ହଉଛନ୍ତି। ଆମେ ଯେତେ ସେବା ଯତ୍ନ କଲେ କଣ ହବ। ମତେ ଆଜି କହିଥିଲେ ପୁଅ ପାଇଁ ପୋଖରୀ ମାଛ ତରକାରୀ କରିଥିବ। ମୁଁ କହିଲି ତାକୁ କହିବି ଯଦି ପୁଅ ମାଛ ଖାଇବାକୁ ବାପା ତତେ ଡାକିଛନ୍ତି ସିଏ ମତେ ରାଗିବ। ବାପା କହିଲେ ସିଏ କଣ ସେଥିପାଇଁ ଆସିଛି, ସେ ତ ମୋ ପାଇଁ ମେଡିସିନ ନେଇକି ଆସିଛି। ବାପାଙ୍କୁ ଖାଇବାକୁ ଦେଇଦେଇକି ପାଣି ଟିକେ ପିଇବାକୁ ଦେଇଦେଲି। ବାପାଙ୍କ କାମ ସରିବା ପରେ ଆମେ ବି ଭାଇର ମୋର ଖାଇବା ପାଇଁ ବସି ପଡିଲୁ। ବାପାଙ୍କ ହସ କହିଦଉଛି ଭାଇ ଘରକୁ ଆସିଲାରୁ ସେ କେତେ ଯେ ଖୁସି। ଭାଇ ଆସିଲେ ସେମାନେ ସବୁବେଳେ ବସି ଗପସପ। ଭାଇ ଆଜି ଘରକୁ ଆସିଥିଲା। ମୁଁ ବାପାଙ୍କୁ କହିଲି ବାପା ଏଇ ସପ୍ତାହରେ ସେ ନ ଆସୁ। ବାପା ମନା କଲେ ନା ନା ସେ ସପ୍ତାହରେ ଯେମିତି ହେଲେ ଆସିବ, ମୋ ପାଇଁ ମେଡିସିନ ଆଣିବ। ବୋଉ ଥିଲାବେଳେ ସବୁବେଳେ ପୁଅ ପୋଉଥିଲା, ବାପାଙ୍କର ବି ସବୁବେଳେ ବାପା ପୁଅ ପୁଅ ହଉଛନ୍ତି। ଆମେ ଯେତେ ସେବା ଯତ୍ନ କଲେ କଣ ହବ। ମତେ ଆଜି କହିଥିଲେ ପୁଅ ପାଇଁ ପୋଖରୀ ମାଛ ତରକାରୀ କରିଥିବ। ମୁଁ କହିଲି ତାକୁ କହିବି ଯଦି ପୁଅ ମାଛ ଖାଇବାକୁ ବାପା ତତେ ଡାକିଛନ୍ତି ସିଏ ମତେ ରାଗିବ। ବାପା କହିଲେ ସିଏ କଣ ସେଥିପାଇଁ ଆସିଛି, ସେ ତ ମୋ ପାଇଁ ମେଡିସିନ ନେଇକି ଆସିଛି। ବାପାଙ୍କୁ ଖାଇବାକୁ ଦେଇଦେଇକି ପାଣି ଟିକେ ପିଇବାକୁ ଦେଇଦେଲି। ବାପାଙ୍କ କାମ ସରିବା ପରେ ଆମେ ବି ଭାଇର ମୋର ଖାଇବା ପାଇଁ ବସି ପଡିଲୁ। ବାପାଙ୍କ ହସ କହିଦଉଛି ଭାଇ ଘରକୁ ଆସିଲାରୁ ସେ କେତେ ଯେ ଖୁସି। ଭାଇ ଆସିଲେ ସେମାନେ ସବୁବେଳେ ବସି ଗପସପ।